ଆଜିଠୁ ଆରମ୍ଭ ହୋଇଛି ରଥଯାତ୍ରା କାର୍ଯ୍ୟର ପ୍ରଥମ ପ୍ରସ୍ତୁତି। ଅନୁକୂଳ ହେଲା ରଥ କାଠ। ଓଡ଼ିଶାର ବଡ଼ ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ସେ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି। ପୁରୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ସମୟରେ ଭକ୍ତଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାଏ। ଓଡ଼ିଆଙ୍କୁ ଛାଡ଼ିଲା ପରେ ଓଡ଼ିଶା ବାହାରେ ମଧ୍ୟ ପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ ରହିଛନ୍ତି। ମହାପ୍ରଭୁଙ୍କ ମହିମା ଓଡ଼ିଶା ବାହାରେ ମଧ୍ୟ ବିଖ୍ୟାତ ହେବାରେ ଲାଗିଛି। ବିଦେଶୀମାନେ ମହାପ୍ରଭୁଙ୍କ ଭଜନ ଗାଉଥିବାର ପୁରୀରେ ଦେଖିବାକୁ ମିଳିଥାଏ। ଓଡ଼ିଆଙ୍କ ରୀତିନୀତି ଅନୁସାରେ 12 ମାସରେ 13 ପର୍ବ ରହିଥିବା ବେଳେ ତାହା ପ୍ରଥମେ ଶ୍ରୀମନ୍ଦିରରେ ପାଳନ ହୁଏ। ସେଥିମଧ୍ୟରୁ ମହାପ୍ରଭୁଙ୍କ ବଡ଼ ପର୍ବ ହେଉଛି ରଥଯାତ୍ରା। ଏହି ପର୍ବଟି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପଡ଼ିଥାଏ। ଆଜି ହେଉଛି ପବିତ୍ର ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି। ଆଜି ଏହି ତିଥିରେ ମହାପ୍ରଭୁଙ୍କ ରଥ କାଠର ଅନୁକୂଳ ହେବାର ନୀତି ରହିଛି। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆଜି ହେଉଛି ପ୍ରଥମ ପର୍ବ। ଏହି ପବିତ୍ର ତିଥିରେ 2025 ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ। ତେବେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ରଥ ଖଳାରେ ଅନୁକୂଳ ଦିଆଯିବ, ଯେଉଁଥିପାଇଁ ଗତକାଲି ରଥ ଖଳାକୁ ପରିଷ୍କାର କରାଯିବା ସହ 3 ରଥର 3ଟି ଧଉରା କାଠକୁ ରଖାଯାଇଥିଲା, ଯେଉଁଥିରେ ଶ୍ରୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ବନଯାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ ଏବଂ ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେ ନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ। ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। 3 ରଥର ନିର୍ମାଣ ପାଇଁ ମୋଟ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର 5 ଖଣ୍ଡ କାଠ ବଳକା ରହିଯାଇଛି। ତେବେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ 814 ଖଣ୍ଡ କାଠର ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ 3ଟି ଟ୍ରକ୍ ଯୋଗେ 101 ଖଣ୍ଡ କାଠ ପୁରୀରେ ପହଞ୍ଚି ସାରିଛି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।